केते मेहनत रे काम करिया पड़ुଛି आपण माने केबे जानि ना हैला मो स्टेप को जे आसीबो से जानिबो हैला मु केते मेहनत रे काम करछि। बर्तमान खाइया बाड़ी देछि देख पीस नंगा पीस एटा मोर फेवरेट खाइया रेडी बर्तमान आने खाली खाइया चिकेन बर्तमान गंगाई आसिले हेरी माने जाइथिले दुईटी को नाले भाई काम सइला खाइदबा तुम भाई हेडी आज कराटा कलजा पूरा हेइथिला हैला आउ भात राइस हैला मु आ रोसे कोन ना डाला पलटे कि एटा बर्तमान से जिनसटा बाहर केमती कटा हो देख पूरा निआटा पानी कर पूरा आज पूरा आइटम टा पूरा मस्त हम अच्छा फाइनल धरिक पलि आछि कटा सो हे गाइस जय जगन्नाथ वेलकम टू सानो ब्लॉग आशा करछि आपण माने भलो थिबे खुशी थिबे लाइफ टाइम गाइस एंजॉय करथिबे। सो सकाळ एबे टाइम 7टा जस्ट संगे संगे उठली उठू उठू बाहर देखिली फास्ट भ्यूटा पूरा अलग प्रकार आज पूरा पीछे कुड़ी फुड़ी पूरा आज सकाल सकाल भांगी गलानी सदा कुड़ी हुए आज किंतु कुड़ी ना याको तो खोई गंगाई गुड मॉर्निंग भल अछ अच्छा आ कौन पूरा उड़ाउड़ी कर रेडी कर सारे ये कौन एडी सोई आई रोसे कौन करिया हाँ कोबी मो द्वारा सैलाने खाली पानी पिया हम शोक लगे सकाल सकाल विश्वास करूँ मु फास्ट पानी पिए कहीं पूरा पानी न पीले पेटटा पूरा गरम हो फास्ट पियो पानी है पानी फास्ट पानी पूरा रेडी आज पूरा भिडियो आपण मैंने पूरा लास्ट पर्यटन जोड़ी रुहतु पूरा लास्ट रे मु कौन कहबी ना गोटे इम्पोर्टाट आपण कथा कहबी है हाँ कोबी रोसे हम आज गरीब लोक कोबी तरकारी खाया पीदवा पूरा सब पानी बर्तमान आम जाए बाहर तो बाहर को कौन हो आज पूरा लास्ट पर्यटन देखो आज कर्म क्षेत्र में कौन हो कौन ना आप पूरा ये वीडियो माध्यम सब किसी जन चलो गाड़ी एरा देख काम चलता यहाँ ऑटोटा इे ता माँ कौटी शोई सा गोटे गोटे कुकुर सब गाड़ी ऊपर भल जगह शोषण ये बाहर भ्यूटा देख विश्वास करते भुवनेश्वर टोटाल काऊ ना माने काऊ शब्द ही सका किसी शुभा जाऊनी है पारा चटई आई गछटे देखुं यहाँ पूरा माने कौन ये गछटे बादुड़ी प्रबल बसुनी राति सारा मारी दौन बस्ती पिला कोली सब ये गछरे शेष हो गला आंब आंब कसिया कोली आज रोसे हम पतर कोबी है आज आउ कि तो पनीपरिया ना शेष हो आज रोसे हम पतर कोबी आ कौन कौन अच्छी बैग्रे बैग्रे बैगन टे पड़े आ कौन कौन अच्छी आउ कौन हम आज पतर कोबी रोसे हम है आम आपको काटिद पूरा फेड़ा करदा
ଆକୁ ତାକୁ କାଟି ଏତିକି ବାସ୍ ହେଇଯିବ। ଆଉ ପୁରା ମସଲା ଦେଇକି ଭାଜି କରିକି କରିଦେବା ଆଉ। ଆମର ଦେଖ ପୁରା କାଟାକାଟି କରି ରଖା ହେଇଛି, ପିଆଜ ରେଡି। ହଁ ଗାଈ ଖାଲି ତରକାରୀ ହବ ନା, ତମେ ତ ଗାଧା କରି ପଳେଇ ଆଇଲଣି ସକାଳୁ। ଚା ଟା ଖାଲି ଆଉ ନା, ଚା ନହେଲେ ହବନି। ହଉ ଓକେ। ଆଚ୍ଛା ଆମର ଖାଇବା ପୁରା ରେଡି। ଭାଇ ଆମର ଭାତ ନେଇଗଲେ। ଆମର ତ ସକାଳ ଡ୍ୟୁଟି ଆମର ରୋଷେଇ ହେଲା। ବର୍ତ୍ତମାନ ରୋଷେଇ ପୁରା ସରିଲା। ଆଉ ଭାଇ ଏବେ ଖାଉଛନ୍ତି ଦେଖ। ଖାଇଦିଅ ଡ୍ୟୁଟିକି ଯିବା ନା କଣ? ଆଉ ଏ ନଉନ କୋବି ତରକାରୀ ନିଅ, ଦଉଛି ରହିବ। ଭଲ ହେଇଛି କି ନାହିଁ କହିବ। ଲଙ୍କା ଗୁଣ୍ଡ କିଛି ନାହିଁ। ତ ଫ୍ରେଣ୍ଡସ୍ ଏ ବର୍ତ୍ତମାନ ମୁଁ ଗାଧା ପାଧା ହେଇକି ପୁରା ରେଡ଼ି ହେଇଯାଇଛି, ଡ୍ୟୁଟିକି ବାହାରିଲି। ଆଉ ବର୍ତ୍ତମାନ ଆମେ ଖାଇଦେବା ଆଗ। ସକାଳୁ ଯାହା ଖାଇବାଟା କରିଥିଲି, ଗରିବ ଲୋକ ତ ଆଉ ଯାହା ଆସିଲା ସେୟା ଖାଇବା ହେଲା। ତ ଏଇଠି ଭାତ ଅଛି, ଏଇଠି ତରକାରୀ ଅଛି, ଏଇଠି ସେ ଯେଉଁ ଭଜା କରିଥିଲି ବାସ୍। ସୋ ଗାଇସ୍ ବର୍ତ୍ତମାନ ମୁଁ ବସି ପଡ଼ିଛି ହେଲା। ତ ସକାଳର ଖାଇବା ହେଉଛି ଭାତ ଆଉ ପତ୍ରକୋବି ଭଜା। କାହିଁକିନା ମୁଁ ତ ଆଜି ଏକେଲା, ଆଉ ଗ୍ୟାରେଜ ଷ୍ଟାଫ୍ କେହି ନାହାନ୍ତି, ସବୁ ଯାଇଛନ୍ତି ଯିଏ ଯାହାର ଗାଁକୁ। ଜଣଙ୍କର ଡେଟ୍ ହେଇଗଲା, ସିଏ ଯାଇଛି ଗାଁକୁ ହେଲା। ଆଉ ଗଙ୍ଗା ଭାଇ ପଳେଇଲେ ତ ଅଲଗା କାମରେ, ସିଏ ବି ଯାଉଛନ୍ତି ଅଲଗା କାମରେ କଲର୍ ମାରିବା ପାଇଁ। ଆଉ ମୁଁ ଏଠି ଡେଣ୍ଟିଂ କାମ କରୁଛି। ଆଉ ବର୍ତ୍ତମାନ ଜଲ୍ଦି ଖାଇଦେବା, ଟାଇମ୍ ଲସ୍ କରିବାନି, କାହିଁକିନା ଟାଇମ୍ ବହୁତ ହେଇଗଲାଣି ହେଲା। ଖାଇ ଦେଇକି ବର୍ତ୍ତମାନ ଆମେ ବାହାରି ପଡ଼ିବା ଡ୍ୟୁଟିକି ହେଲା। ଆଜି କ'ଣ କାମ କରୁଛି ଆପଣମାନଙ୍କୁ ମୁଁ ଦେଖେଇବି ଏଇ ଭିଡ଼ିଓ ମାଧ୍ୟମରେ ହେଲା। କେମିତିକା କଷ୍ଟ ଆମର ବିଶ୍ୱାସ କରନ୍ତୁ। ମାନେ ଏକେଲା, ମୁଁ ଏକା ମିସ୍ତ୍ରୀ, ମୁଁ ଏକା ହେଲ୍ପର, ନିଜେ ସବୁ କିଛି ମୋତେ କରିବାକୁ ପଡ଼ୁଛି। ତ ଜଲ୍ଦି ଖାଇଦେବା ଚାଲ। ଖାଇବା ପିଇବା ଶେଷ। ବର୍ତ୍ତମାନ ଏବେ ଡ୍ୟୁଟି ଟାଇମ୍ ହେଇଗଲାଣି, ଡ୍ୟୁଟିକି ବାହାରିବା। ଚାଲ ଯିବା ଏଣ୍ଟ୍ରି କରିବା ଡ୍ୟୁଟିକି ଆଉ। ହେଲେ ଦୁଇଟି କେଲା ମୋତେ ଫାଷ୍ଟ ଖାଇବାକୁ ପଡ଼ୁଛି, କାହିଁକିନା ଦେହ ପାଇଁ ଭଲ ହେଲା। ବର୍ତ୍ତମାନ ଆକୁ ଖିଆ ହବ। କେଲା ଖାଇଲେ କାହିଁକିନା ପେଟ ଥଣ୍ଡା ରହିବ। ଆମର ଫାଷ୍ଟ ଆଜି କ'ଣ କାମ ହେବ ଆପଣମାନଙ୍କୁ ଦେଖାଉଛି। ଏଇ ଗାଡ଼ିର ତ କାମ ସରେଇ ଦେଇଛି, ମାନେ ଏଇଟା ଗୋଟେ ଅଟୋ ଆସିଥିଲା, ଏଇ ଚାତାଲ ଫାତାଲ ସବୁ ଲାଗିଲା ନୂଆ। ଆଉ ତାର କାମ ହେବ, ଏଇ ଡାଲା କାମ ହେବ। ଡାଲା ପୁରା ଏଇ ଆଙ୍ଗେଲ ପୁରା ବାହାରିବ, ଆଙ୍ଗେଲ ବାହାରିକି ପୁରା ଏଇ ପ୍ଲେଟ୍ ନୂଆ ପଡ଼ିବ ଆଉ ହେଲା। ତାର ବି ନୂଆ ପ୍ଲେଟ୍ ଆସିଛି ହେରି, ଏଇଠି ଭିତରେ ଥୁଆ ହେଇଛି। ଆଉ ସ୍କୁଟି କଲର୍ ବି ହେଉଛି ଆମର ହେଲା। ଆପଣମାନେ ମୁଁ ଗୋଟେ କଥା କହୁଛି, ଯଦି ଆପଣଙ୍କର ଗାଡ଼ି କିଛି ସ୍କ୍ରାଚ୍ ହେଇଛି କିମ୍ବା ଚେପା ହେଇଛି, ଡେଣ୍ଟିଂ ହେବାର ଅଛି, ଆପଣ ଆସିବେ ହେରି ଆମ ଗ୍ୟାରେଜକୁ। ବର୍ତ୍ତମାନ ଆମେ ବି କରିକି ଦେଇଦେବୁ ହେଲା। ନୂଆ କଣ୍ଡିସନ୍ ଭାବରେ ଯେମିତି ନୂଆ ଆସିଥିବ ସୋରୁମ୍ରୁ ସେଇଭଳିଆ କରିକି ହିଁ ଦିଆହେବ, କିଛି ଟିକେ ମିଷ୍ଟେକ୍ ବି ରହିବନି। ଆଉ ଅଟୋ ଫଟୋ ବି କାମ ଚାଲିଛି, ଏଇଠି ଦେଖ
ଏହା ସବୁ ମୁଁ ନିଜେ କାମ କରୁଛି। ଏସବୁ ପ୍ଲେଟ୍ ପଡ଼ିଛି, ଏରା ସବୁ ଖାଇ ଯାଇଥିଲା। ଆଉ କାର୍ ବାଇକ୍ ସବୁ କିଛି କାମ ହେଉଛି, ଡେଣ୍ଟିଂ ହେଉଛି, କଲର୍ ହେଉଛି, ଆଉ ମଡ଼ିଫାଇ ବି ହେଉଛି। ଏଇଠି ଦେଖନ୍ତୁ ଗୋଟେ ଗାଡ଼ି ଥୁଆ ହେଇଛି ମଡ଼ିଫାଇ କରିବା ପାଇଁ ହେଲା। ଇଏ ବହୁତ ଦିନ ହେଲା ରହିଗଲାଣି, କାହିଁକିନା ମାଲିକ ପାଖରେ କ୍ୟାସ୍ ନାହିଁ। ସେଇଟା ଫାଇନାଲି ଧରିକି ପଳେଇ ଆସିଛି କଟା ହେବା ପାଇଁ। ତ ଭିଡ଼ିଓ ଯଦି ମାନେ ଲାଇକ୍ କରିନାହାନ୍ତି, ସେୟାର କରିନାହାନ୍ତି, ସବସ୍କ୍ରାଇବ୍ କରିନାହାନ୍ତି, ବହୁତ ମୁସ୍କିଲରେ ଭିଡ଼ିଓ ମାନେ ବନେଇକି ଅପଲୋଡ଼ କରାହେଉଛି। ତ ନିଶ୍ଚିନ୍ତ ସେୟାର କରିବେ, ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ। ତ ଏବେ ଏଇସବୁ କଟା ହେବ ଆଙ୍ଗେଲ୍। ମୁଁ ସେଇ ପଟଟା କାଟିଦେଲି, ଆଉ ଏଇ ପଟଟା ବାକି କଟା ହେବ। ଏଇ ସେଫ୍ଟି ନହେଲେ ହେଲା, ଏଇ ଯେଉଁ ଜିନିଷ ଦେଖୁଛନ୍ତି ଜିନିଷ ଭାଙ୍ଗିଯିବ, କେଉଁ ମୁହୂର୍ତ୍ତରେ ଭାଙ୍ଗିଯିବ, ଏମିତି କହିହେଉନି। ସେଫ୍ଟି ପାଇଁ ମାସ୍କ, ସେଫ୍ଟି ପାଇଁ ଚଷମା ନିହାତି ଦରକାର ହେଲା। ଡେରି କରିବାନି, ଏଇଟାକୁ ଯେମିତି ହେଲେ କାଢ଼ିବାକୁ ପଡ଼ିବ। ଏଇ ଜିନିଷଟା ଦେଖୁଛନ୍ତି, ମୁଁ ଏଇଟାକୁ କାଢ଼େଇବି ହେଲା। ଏ ଯେଉଁ ଆଙ୍ଗେଲଟା ଦେଖୁଛନ୍ତି, ଯେଉଁ ପାଇପ୍ଟା ଲାଗିଛି, ଏଇ ଜିନିଷଟା ବାହାରିବ, ପୁରା ନୂଆ ପ୍ଲେଟ୍ ଲାଗିବ, ତାପରେ ଏଇ ହୋଲ୍ଡିଂ ହେବ। ତ ମୁଁ ଚାରିପଟକୁ କାଟି ଦେଇଛି। ଆଉ ବିଶ୍ୱାସ କରନ୍ତୁ, ଯେଉଁ ଖରା ହେଉଛି ନା, ବହୁତ ମାନେ ପରିଶ୍ରମ ଲାଗୁଛି ହେଲା। ତ ଆଉ ବତି ଧରିକି ଆଇଛି, ଯେଉଁଟା ସାଇଣ୍ଡର ମେସିନ୍ ଲାଗୁନି, ସେଇ ସାଇଣ୍ଡର ମେସିନ୍ରେ ତ ଲାଗିପାରିବନି, ନା ବ୍ଲେଡ଼୍ ଭାଙ୍ଗିଯିବ। ସେ ବତିରେ କଟା ହେବ। ଆଉ ବିଶ୍ୱାସ କରନ୍ତୁ, କର୍ମ କ୍ଷେତ୍ରରେ କେବେ ଅବହେଳା କରନ୍ତୁ ନାହିଁ ହେଲା। ଆଉ କର୍ମରେ କେବେ ଢିଲା ଦିଅନ୍ତୁ ନାହିଁ। କର୍ମର ଫଳ ତ କେବେ ହିଁ ମିଳିଯିବ ହେଲା, କିନ୍ତୁ ଠକିବେ ନାହିଁ କି ଆଉ ଗର୍ଦାରି କାମ କରିବେ ନାହିଁ, ଆଉ ଅଳସୁଆ ହେବେନି କେବେ। କାହିଁକି ଏଇ ଆଙ୍ଗେଲ୍ ଗୁରା କାଢ଼େଇକି ବର୍ତ୍ତମାନ ବହୁତ ତ ଖରା ହେଉଛି, ଟିକେ ଆଗ ପାଣି ପିଇକି ପଳେଇ ଆସିବା। ଶୋଷ ଲାଗିଲା ବୋଲି ଭଲ ଗଛଟେ ଅଛି ଏଇଠି, ଟ୍ୟାପ୍ଟି ବି ଭଲ ଅଛି। ପାଣି ଲୋଡ଼୍ କରିବା ବି, ପାଣି ଲୋଡ଼୍ କରିକି ନେବା। ଇଏ କ'ଣ ହୁଏ, ପାଣି ଆଉଛି ଏଠି? ପାଣି ତ ଆସୁଛି, ଆଉ ପାଣି ଲୋଡ଼୍ କରି ନେଲେ ବଢ଼ିଆ ହେବ। ତ ଗ୍ୟାରେଜରେ ମୁଁ ଆଜି ଏକେଲା। ଆଜି ରୋଷେଇ ଆଇଟମ୍ ହେବ। ଭାଇ ଯାଇଛନ୍ତି କ'ଣ ଚିକେନ୍ ପାଇଁ। ଆଜି ଆମର ତ ଏଠି ରେଗୁଲାର ବି ଚିକେନ୍ ହୁଏ, ମୁଁ କିନ୍ତୁ ବାର ଦେଖିକି ଖାଏନି ହେଲା। 3ଟା ବାରରେ ମୁଁ ଟୋଟାଲ୍ ଖାଏନି। ଆଜି ଟିକେ ଭଲ ବାର ଅଛି, ଆଜି ଖାଇଦେବା ଆଉ ହେଲା। ଚାଲ କେମିତି କଟା ହେଉଛି ଦେଖ, ପୁରା ନିଆଁଟା ପାଣି କରିଦେଉଛି ପୁରା ହେଲା। ନିଆଁକୁ ପୁରା କାମ, ନିଆଁ କାମ ଆମର ହେଲା। ପୁରା ଖଣ୍ଡ ହେଇଗଲା। ତ ମୁଁ ଏଇଟା ଏବେ ଡାଲା ପଲଟେଇ ଦେଲି। ଏ ଦେଖ, ଡାଲା ପଲଟେଇକି ଏଇଟା ବର୍ତ୍ତମାନ ସେ ଜିନିଷଟା ବାହାରିବ। ବିଶ୍ୱାସ କରନ୍ତୁ, ବହୁତ ମୁସ୍କିଲରେ ସେଇଟା ବାହାର କରିବାକୁ ପଡ଼ୁଛି ହେଲା। ପୁରା ମୁଁ ସେଫ୍ଟି ଦେଇ କାମ କରୁଛି, କାହିଁକିନା ଖରା ଜୋରରେ ଟାଣ ହେଉଛି, ଆଖିରେ ଗୁଣ୍ଡ ପଶୁଛି, ଆଉ ଏଇ ଉପରେ ଚଢ଼ିକି କାଟିବାକୁ ପଡ଼ୁଛି। ଦେଖ ପୁରା ଡାଲା ପୁରା ଖଣ୍ଡ ପୁରା କରିଦେଲି, ଆଉ କିଛି ନାହିଁ, ପୁରା ଗୁଣ୍ଡ କରିଦେଲି ବାଡ଼େଇକି ହେଲା। ପୁରା କାଟିକି ଗୁଣ୍ଡ କରିଦେଲି। ତ ଆକୁ କାଟିବା ପାଇଁ ମୋତେ ଲାଗିଲା 2 ଘଣ୍ଟା ସମୟ ଲାଗିଲା। ଆକୁ କାଟିବା ପାଇଁ ନିଜେ ଓଲଟେଇଲି, ନିଜେ ଟେକିଲି, ନିଜେ ସବୁ କିଛି କଲି ହେଲା। ମୁଁ ଫାଷ୍ଟରୁ କହିଛି ନା, ମୁଁ ନିଜେ ମିସ୍ତ୍ରୀ, ନିଜେ ହେଲ୍ପର ହେଲା। ମୋତେ ସବୁ କିଛି କରିବାକୁ ପଡ଼ିବ। ତ ଗୋଟେ କ'ଣ ରୋଷେଇ ହେଇଥିଲା ଆପଣମାନେ ଜାଣିଥିବେ। ଆଉ ଭାଇ ଯାଇଛନ୍ତି ଚିକେନ୍ ପାଇଁ, ଆଜି ଚିକେନ୍ ହେବ। ଆଉ ଚିକେନ୍ ତ ଧରିକି ପଳେଇ ଆସିଲେଣି ଅଲରେଡ଼ି ହେଲା। ଆଉ ଆପଣମାନଙ୍କୁ ଦେଖାଉଛି କ'ଣ ଆଇଟମ୍ଟା ହେବ ବୋଲି। ଅଦା ରସୁଣ ଏକା ଥୁଆ ହେଇଛି, କାହିଁ ଚିକେନ୍ କେଉଁଠି ଆଣିଛନ୍ତି? ଚିକେନ୍ ଆଣିକି ଥୁଆ ହେଇଛି ସେଇଠି। ଆସିବା ଭିତରେ କାମ କରି ପୁରା ରେଡ଼ି କରିଦେଇଥିବ ଆଉ ହେଲା।
ଭଲ ଏବେ କାମ କରିବା ଆଉ। गाइस बर्तमान एटा फुल भाव में काटी देछि हैला आ अल्प किछि अछि देखो ये पूरा काटी देछि। बहुत परिश्रम लागला भाई विश्वास करंतु 3-4 घंटा लागला एटा काटिया पे। तो देखिया को जाई जाउछि एबे हमर खाइया पूरा रेडी हो जाइछि। हम तो हाथ हाथ धोइनी जिबा धोई के आसी खाइयो आ कौन रोषे आपण देखे दूची केते सुंदरिया चिकेन चिकेन कषा है झोल हो बागे रेडी मु खाइबा चल खाइबा बाढ़िया खाइबा कौन बर्तमान खाइबा बाड़ी देती देख पीस नंगा पीस यहाँ मोर फेवरेट कराटा आलू रेडी हो खाइया रेडी बर्तमान खाली खाइया बढ़िया ये गोभी चिकन नंगा टेस्ट आज तो खाया पिया सैला तो माने विश्वास करूँ खरा जो रेट रे हो कम करिया को माने बहुत ये शीत दिन जो खरा आगू कौन हो देखा सब भांगिकी पूरा नष्ट कर कि बाकी ना देख ये सब काढ़ी देली है और बाकी लाइट पका पकी कम प्रकार कौन अच्छे है ये गाड़ी तो कम सर आ बाकी कम टिक अच्छे ये जो प्लेट अच्छे प्लेट कम बाकी टिक अच्छे बर्तमान गंगा आसले हेरी माने जाइथिले दुईटी गाड़ी ना घर देख पलि आसिले भाई काम सैला अच्छा अच्छा आज कौन कौन काम कल बाइक टा रख भाई कि आज किसी पचारिया कौन आज काम कले आ कौन ना खाइज ना ना आज काम है कौन है कहल हाँ अच्छा आ रेडी तुम हितिकेशन भाया देखा डिक्टो अच्छा आज कौन काम है हाँ
ମାଲିକ ଆଜି ଆସିବେ ମାନେ କାମ ଆଜି ସଇଲା? ଆଜି ନାଇଁ କାଲି ସରିବ ଆଜି କଲର ସରିଗଲା। ଆଜି କଲର ସରିଗଲା? କଲର ଆଜି ସରିଗଲା। ଗ୍ରିଲ ଗେଟ୍ ଏ ସବୁ। ଆଚ୍ଛା ହଁ। ଆଜି କ'ଣ ଖାଇଛ କ'ଣ? ଆଜି ଆଉ କିଛି ଖାଇନି। ଖାଇନ? ନା ଭାତ ଖାଇଥିଲି। କ'ଣ ପାଇଁ ଖାଇଲନି? ଖାଇବାକୁ ତମ ପାଇଁ ଅଛି ଚିକେନ। ହଁ ହଁ ମୁଁ ବା ତମ ପାଇଁ ରଖିଛି। ଖାଇଦେବା ଆଜି। ଖାଇଦେବା ତାହେଲେ। ତମ ପାଇଁ ହେଇଠି ଆଜି କରାଟ କଲଜା ପୁରା ହେଇଥିଲା ହେଲା, ଆଉ ଭାତ ରାଇସ୍ ହେଲା। ମୁଁ ଆଉ ରୋଷେଇ କରିନି ନା, ସେ ଭାତ ଏକା ଅଛି, ଖାଇଦେବା ଆଉ ମିଶିକି ଆଉ। କ'ଣ କହୁଛ? ରାତିକି ତମେ ଏବେ ଖାଇନ ପରା, ଖାଇଦିଅ ଆଉ ଖାଇଦିଅ। ଗଙ୍ଗାଇ ବର୍ତ୍ତମାନ ଆମର ଗାଡ଼ି ସଫା କରିବାରେ ବ୍ୟସ୍ତ ହେଲା, କାହିଁକିନା 200 ଟଙ୍କା ଖାଇକି ଗାଡ଼ି ସଫାରେ ଲାଗିଛନ୍ତି ନା ଗଙ୍ଗାଇ? କିନ୍ତୁ କାହାର ଉଦ୍ଧାର ରଖିବନି ତମେ ନା କ'ଣ? ଠିକ୍ କଥା କହିଛ। ଆଉ ଏଇ ଜିନିଷ ଗୁରା କ'ଣ କରିବା, ଏଇରା କାଟାକାଟି କରିକି ଏକ ପୁରା ମାନେ ସିଧା କରିବା ବା ଗଙ୍ଗାଇ। ଆଉ ତମେ ଆସୁନ ଟିକେ ହେଲ୍ପ କରିବ ମୋତେ। ହବନି? ହବନି? ତମ କାମ ସରିଲେ ତମ ଘରେ ଯାଇକି ଶୋଇବ ଆଉ। ଆଉ ସେ ଆଚ୍ଛା ଆଚ୍ଛା, ତମକୁ ପଇସା ଦେଲେ ନା କ'ଣ? ଉଡ଼ାଅ। ଠିକ କ'ଣ ପାଇଁ ମରା ହଉଛି କହିଲ? କ'ଣ ପାଇଁ? କାହିଁକି ନା ଏରା ଯୋଉ ଲେଖା ହେଇଛି ସବୁ ମାନେ ଯେତିକି ଅନୁସାରେ ସବୁ କଟା ହବ। କାମ ତ ଆମର ସରିଲା, ମାନେ ପୁରା ସରିନି, ଅଧା କମ୍ପ୍ଲିଟ୍ ହେଇଛି ହେଲା, ଫୁଲ୍ କମ୍ପ୍ଲିଟ୍ ହେଇନି। ତ ମୁଁ ଯେଉଁ କହୁଥିଲି ଲାଷ୍ଟରେ ଆପଣମାନଙ୍କୁ କ'ଣ ଗୋଟେ କହିବି ଶୁଣନ୍ତୁ। ମୋତେ ବହୁତ ପ୍ରକାର ଲୋକ କହୁଛନ୍ତି ଯେ ତୁ କ'ଣ ଏଡ଼େ ବଡ଼ ୟୁଟ୍ୟୁବର ହେଇଯିବୁ, ତୁ ୟୁଟ୍ୟୁବରେ ଭିଡ଼ିଓ ଛାଡ଼ୁଛୁ, ଚାରିଆଡ଼େ ବ୍ଲଗ୍ କରୁଛୁ, ଇଏ ସିଏ ହେଲା। କିନ୍ତୁ ଶୁଣ ଭାଇ, ମୁଁ ଗୋଟେ କଥା କହୁଛି, ଯେଉଁ କଣ୍ଟେଣ୍ଟଟା ମୁଁ ବନଉଛି ହେଲା, ମୁଁ ସେଇ ରେଗୁଲାର ଯଦି ସେଇ କଣ୍ଟେଣ୍ଟଟା ବନେଇବି ନା ହେଲା, କେବେ ବି ସକ୍ସେସଫୁଲ୍ ହେଇପାରେ। କିନ୍ତୁ ଏବେ ଯେଉଁ 100 200 ଭିଉ ଏଇ 300 ଏମିତି ଆସୁଛି ହେଲା, ଆସୁ, ମୋର ଏଇଥିରେ ମନ ଦୁଃଖ ନାହିଁ ହେଲା। ମୁଁ ଭାବୁଛି, ମୁଁ କହୁନି ଯେ ମୁଁ ଗୋଟେ ବଡ଼ ୟୁଟ୍ୟୁବର ହେବି, ଅମକ ଢମକ ଇଏ ସିଏ ବୋଲି। ବହୁତ ଲୋକ ବହୁତ ପ୍ରକାର କଥା କହିବେ ହେଲା, କିନ୍ତୁ ମୁଁ ଯେଉଁ କଣ୍ଟେଣ୍ଟଟା ବନେଇବାକୁ ଚାହୁଁଛି ସେଇ କଣ୍ଟେଣ୍ଟଟା ମୁଁ ରେଗୁଲାର କରିବି। ଯିଏ ଯାହା କହୁଛି କହୁ ହେଲା, କିନ୍ତୁ ଯାହାକୁ ଖରାପ ଲାଗୁଛି ତ ଲାଗୁ ହେଲା, କିନ୍ତୁ ମୁଁ ଭିଡ଼ିଓ ବନେଇବି ହେଲା। କିନ୍ତୁ ମୋତେ ଭାଇମାନେ ଯେତିକି ଅଛନ୍ତି, ମୋର ଯେତିକି ସବସ୍କ୍ରାଇବର ବି ଅଛନ୍ତି, ମୋତେ ବହୁତ ସପୋର୍ଟ ଦେଉଛନ୍ତି, ବହୁତ ବି ମାନେ ଭଲ ପାଇବା ବି। ସେମାନଙ୍କ ଯୁଗରୁ ମୁଁ ଆଜି ଏତିକି ବାଟରେ ମୁଁ ଆସିକି ପହଞ୍ଚିଛି ହେଲା। ତ ମୁଁ ସେଇଟା ପାଇଁ ମୁଁ ଆପଣମାନଙ୍କୁ କେବେ ଖରାପ କଥା ମୁଁ କହିବାକୁ ଚାହୁଁନି, କି ଖରାପ ଆପଣଙ୍କୁ କେବେ ଭାବିବିନି, କାହିଁକିନା ଆପଣମାନେ ଭଲ ପାଇବା ଦେଲେ ହିଁ ମୁଁ କେବେ ଉପରକୁ ଯିବି। ତ ଆପଣମାନେ ଯଦି ସପୋର୍ଟ ମୋତେ କରିବେନି ତାହେଲେ ମୁଁ ଡାଉନ୍ ହୋଇକି ରହିବି। ତ ଏ କଥା ମୋର ଥିଲା। ଆଉ ବହୁତ ଲୋକ କହୁଛନ୍ତି ୟୁଟ୍ୟୁବ୍ ବ୍ଲଗ୍ କାହିଁ ବନାଉଛୁ, ଇଏ ସେ, ସେଥିରୁ କ'ଣ ଫାଇଦା, କ'ଣ ମିଳିବ ତୋତେ, କିଛି ଲାଭ ନାହିଁ ବନେଇକି। କିନ୍ତୁ ମୋତେ ସେଇଟା ଖୁସି ଲାଗେ, ଭଲ ଲାଗେ, ମୁଁ ଭିଡ଼ିଓ ବନାଏ ହେଲା। ତ ଏତିକି କହିବାକୁ ମୁଁ ଚାହୁଁଥିଲି ଆପଣଙ୍କୁ ଲାଷ୍ଟରେ ହେଲା। ଅଧା ତ କାମ ସରିଯାଇଛି, ଆଉ ବାକି କାମ ହେବ। ମୁଁ କଣ୍ଟେଣ୍ଟ ବନେଇବି, ଆପଣମାନେ ଏତିକି ସପୋର୍ଟ କରନ୍ତୁ, ମୋତେ ଭଲ ପାଇବା ଦିଅନ୍ତୁ, ଆଶୀର୍ବାଦ କରନ୍ତୁ। ତ ଆମେ ଦେଖା ହେବା ଏବେ ନେକ୍ସଟ ବ୍ଲଗ୍ରେ। ବାଏ ବାଏ, ଜୟ ଜଗନ୍ନାଥ।